ଶ୍ୱାସ ରୋଗ ଥିଲେ ହୁଁ। ଆମେ ଦହି କଦଳୀ କୋଲ୍ଡ ଡ୍ରିଙ୍କ୍ସ ଆଇସ୍କ୍ରିମ୍ ଏ ସବୁ ଜିନିଷ ଖାଇବା ଉଚିତ ନା ଖାଇବା ଉଚିତ ନୁହଁ? ଶ୍ୱାସ ହେଇଛି ତୋର ଖାଇବା କଥା ନୁହେଁ। ଛୁଆବେଳେ ଆମେ ଗୋଟେ ଶୁଣିଛୁ ତାର ଶ୍ୱାସ ଅଛି ତ ତାର ଆସ୍ତେ ଆସ୍ତେ ସିଏ ମରିଯିବ। ଶ୍ୱାସଟା କିଛି ନାହିଁ, ବେସିକାଲି ଗୋଟେ ଶ୍ୱାସ ନଳୀର ଗୋଟେ ହାଇପର ସେନ୍ସିଟିଭନେସ୍। ଆସ୍ଥମା ଇଜ ଟ୍ରିଟେବୁଲ। ଆସ୍ଥମାରେ ମେଣ୍ଟାଲି ବି ତମେ ଡାଉନ ହେଇଯିବ। ଯଦି ଆମେ ଇନହେଲର ନେବା ତ ଆମର ଶ୍ୱାସ ନଳୀ ଗୁଡ଼ା ପୁରା ସ୍ମୁଥ ହେଇକି ରହିବ, ଫର୍ଦର ଆଟାକ୍ ହେବନି। ଦ୍ୟାଟ୍ ଇଜ୍ ଏ ପ୍ରିଭେଣ୍ଟିଭ୍ ମେଡିକେସନ୍। ଲଙ୍ଗସ୍ ଇନଫେକ୍ସନ୍ ସ୍ମୋକର୍ସ ମାନଙ୍କ ପାଖରେ ବେଶୀ ଅଧିକା। ଡେଫିନେଟଲି ଯେତେବେଳେ MBBS ପାଠ ପଢ଼ୁଥିଲି ଲାଇଫ୍ରେ କେବେ ବି ଭାବିନଥିଲି ପଲମୋନାରୀ ମେଡିସିନରେ ଆସିବି। नमस्कार जय जगन्नाथ मु प्रेरणा आपण मानक स्वागत चाहूँगी प्रेरणास पॉडकास्ट आउ एक नुआ अध्याय को आज एपिसोड बहुत इनफॉर्मेटिव हवा जाऊँगी कारण आम सहित सेमती जन व्यक्तित्व अच्छा जहाँ आज आम आपण मानक मन द्वंद्व अनेक किछि प्रश्न कर स्वागत जनवाक चाहिए ओडिशार बेस्ट पल्मोनोलॉजिस्ट एवं मोर जड़े बहुत ही खास व्यक्तित्व स्वागत जनइबी डॉक्टर प्रज्ञाश्री प्रियदर्शिनी मैडम को नमस्कार बहुत बहुत स्वागत नमस्कार नमस्कार मैडम प्रेरणा। केमती अछंती ଭଲ ଅଛି, ତମେ କେମିତି ଅଛ? ଆପଣଙ୍କ ସାହାଯ୍ୟରୁ ଭଲରେ ଅଛି ଧନ୍ୟବାଦ। मैडम को मु केवल आज अध्याय पाई नुह बरं मैडम कर मु जणे पेशेंट मध्य ନା କାହିଁ ପେସେଣ୍ଟ, ଭଗବାନ କରନ୍ତୁ ସମସ୍ତେ ଭଲରେ ଥାନ୍ତୁ। ଓକେ, ପେସେଣ୍ଟ କମ ହଉ, ସୋ ଦ୍ୟାଟ ପେସେଣ୍ଟ ଅପେକ୍ଷା ଜଣେ ଆମେ ଯଦି ଗୋଟେ ଭଲ ସୁସ୍ଥ ରହିପାରିବା, ସମାଜଟା ନିହାତି ଆମେ ଭଲରେ ଚାଲିପାରିବା। प्रज्ञा मैडम को मु डेफिनेटली पचारे चाहिए ये जो पल्मोनोलॉजी रो ये जो बैकग्राउंड ये फील्ड रे काम करिपा ये फील्ड रे स्पेसिफिकेशन आनिया लाइफ रे एटा समय स्रोत रे ही जाइछि ना चाहिथिले एई फील्ड को बाछिबा पई? ନା ଡେଫିନେଟଲି ଯେତେବେଳେ MBBS ପାଠ ପଢ଼ୁଥିଲି ଲାଇଫ୍ରେ କେବେ ବି ଭାବିନଥିଲି ପଲମୋନାରୀ ମେଡିସିନରେ ଆସିବି। ଗୋଟେ ସମୟ ସୁଅରେ ପଳେଇ ଆସିଲି। ଆସିଲା ପରେ ବାଇ ଗଡ୍ସ ଗ୍ରେସ୍ ଜଣେ ଏମିତି ଟିଚରଙ୍କ ପାଖରେ ପୋଷ୍ଟ ଗ୍ରାଜୁଏସନ୍ କରିବା ପାଇଁ ପଡ଼ିଲା ଯିଏକି ଲାଇଫ୍ର ସବୁ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିବା ପାଇଁ କରିକି ଆଗକୁ କେମିତି ବଢ଼ିବାର ଅଛି ସେ ମୋତେ ବହୁତ ପ୍ରେରଣା ଦେଇଥିଲେ। ମୁଁ ଆଜି ବି ସେ ହେଉଛନ୍ତି ଡକ୍ଟର ମିସେସ୍ ଉମା ଦେବୀ, ଯିଏକି ଏବେ ବି ମୋର ଟିଚର ମେଣ୍ଟର କହିଲେ ହେବନି, ଅତ୍ୟୁକ୍ତି ହେବନି। ତେଣୁ ଏବେ ବି ମୁଁ ତାଙ୍କୁ ମୋ ମେଣ୍ଟର ବୋଲି ଭାବିକି ତାଙ୍କର ଇଏରେ ଚାଲିଛି। मैडम गूगल रे सर्च मारिले Yes. बेस्ट पल्मोनोलॉजिस्ट ऑफ ओडिशा मारले आपनका ना एक नंबर रे आसुची ହେଇଥିବ, ମୁଁ ତ ଦେଖିନି। गूगल ତଥାପି रैंकिंग अनुଯାयी ये अनुଯାयी मु एठी ही करके देखेबाको चाहिबी आपण सतर केबे सर्च करे नाहंती? ନା ମୁଁ କେବେ, ହଁ ଆସେ, ନାଁଟା ଆସେ, କିନ୍ତୁ ରାଙ୍କ 1 2 ସେଇ ଭିତରେ ମୁଁ ତ କେବେ ଦେଖିନି। ଯଦି ଆସିଛି ସେଟା ଲୋକଙ୍କ ଭଲ ପାଇବା ଆଉ ବୋଧେ ଭଗବାନଙ୍କ ଆଶୀର୍ବାଦ, ସେଥିପାଇଁ ମୁଁ ବୋଧେ ଆସିଯାଇଛି ରାଙ୍କ 1 ରେ। ଓ ଦ୍ୟାଟ୍ସ ଗୁଡ୍, थैंक यू Congratulations on the note. थैंक यू। କେମିତି ଲାଗେ ଯେତେବେଳେ ଆପଣଙ୍କ ପେସେଣ୍ଟ ମାନଙ୍କଠୁ ଯୋଉମାନେ ଆପଣଙ୍କ କହିବି ଭଗବାନ ସ୍ୱରୂପ ଡକ୍ଟର୍ସ ମାନେ ଆପଣଙ୍କ ପେସେଣ୍ଟ ମାନେ ଭଲ ହେଇକି ଯେତେବେଳେ ଆସିକି ଆପଣଙ୍କୁ ଆଉ ଥରେ ଗୁଡ ନ୍ୟୁଜ ଦିଅନ୍ତି କେମିତି ଲାଗେ? डेफिनेटली ସେଇଟା ତ ପୁରା ଲାଗେ କି ଡକ୍ଟର୍ସ ଲାଇଫର ସବୁଠୁ ବଡ଼ ଆଚିଭମେଣ୍ଟ। ସମସ୍ତେ କହନ୍ତି ଡକ୍ଟର୍ସ ମାନଙ୍କ ପାଖରେ ବହୁତ ପଇସା ଅଛି, ଏଟା ଅଛି, କିନ୍ତୁ ମତେ ଲାଗେ ଯେତେବେଳେ ଗୋଟେ ପେସେଣ୍ଟଟାକୁ ଆମେ ଏକ୍ସପେକ୍ଟ କରିନଥାଉ ଆଇସିୟୁରୁ ବାହାରିକି ଯେତେବେଳେ ସେ ଚାଲିକି ଆସେ, ଦ୍ୟାଟ୍ ଇଜ୍ ଏ ଗ୍ରେଟ୍ ଆଚିଭମେଣ୍ଟ ଫର୍ ଅସ୍। ବେଳେବେଳେ ଏମିତି ବି ହୁଏ, ମୋର ଆଜି ଜଷ୍ଟ ତମ ସାଙ୍ଗେ ଆଗରୁ କଥା ହେଲା ଭଳିଆ ଗୋଟେ ଗୋଟେ ପେସେଣ୍ଟ ମୋର ଛୋଟ ଛୁଆ ବେଳେ ତାଙ୍କ ମା ମାନେ ଆସି କହୁଥିବେ ମ୍ୟାଡାମ ସେ ଦହି ଖାଇପାରୁନି, ସେଟା ଖାଇପାରୁନି, କାକୁଡି ଖାଇପାରୁନି। ସେଇ ଛୁଆଟା ଯେତେବେଳେ 15 ବର୍ଷ 16 ବର୍ଷ ପରେ ଆସି କହିବ ମ୍ୟାଡାମ ମୁଁ ଏବେ ସବୁ ଖାଇପାରୁଛି, ସବୁ ଆକ୍ଟିଭିଟିଜ କରିପାରୁଛି, ଆଗ ଭଳିଆ ମୁଁ ନାହିଁ। ତ ସେଇଟା ଗୋଟେ ମୋର ଗୋଟେ ବଡ ଆଚିଭମେଣ୍ଟ ଭଳିଆ ଲାଗେ। ତ ଡେଫିନେଟଲି ସେଇଟା ବହୁତ ଖୁସି ବି ଲାଗେ। ଆଗରୁ ବହୁତ ଡକ୍ଟର୍ସ ମାନଙ୍କର ମୁଁ ଯେତେବେଳେ ଛୁଆ ବେଳୁ ଆଜି ପର୍ଯ୍ୟନ୍ତ କୌଣସି ଇଣ୍ଟରଭ୍ୟୁ ଦେଖେ ଏତେ ଟେକ୍ନିକାଲ ଟର୍ମସ ବେଳେ ବେଳେ ଥାଏ ଯେ ସାଧାରଣ ଗୋଟେ ଦର୍ଶକ ହିସାବରେ ତାକୁ ବୁଝିବା ଜାଣିବା ବହୁତ ଡିଫିକଲ୍ଟ ହେଇଯାଏ। ତେଣୁ ଆଜି ଆମେ ଟିକେ ସହଜ ସହଜ ଉପାୟରେ ମ୍ୟାଡାମ Definitely. କଥା ହବା। ଶ୍ୱାସ ରୋଗ ଥିଲେ ହୁଁ। ଆମେ ଦହି କଦଳୀ କୋଲ୍ଡ ଡ୍ରିଙ୍କ୍ସ ଆଇସ୍କ୍ରିମ୍ ଏ ସବୁ ଜିନିଷ ମୁଁ ଗୋଟେ ପେସେଣ୍ଟ ହିସାବରେ ମୁଁ ଛୁଆ ବେଳୁ ସେ ସବୁ ଜିନିଷକୁ ତ୍ୟାଗ ଦେଇଦେଇଛି। ମୁଁ ଛୁଆ ବେଳୁ ହିଁ ଆଇସ୍କ୍ରିମ୍ କୋଲ୍ଡ ଡ୍ରିଙ୍କ୍ସ କଦଳୀ ଦହିଟା ମୋର ବହୁତ ଫେଭରେଟ୍। ମୁଁ ଚେଷ୍ଟା କରେ ଯେତେ ଜଗି ରଖି ଖାଇବା ପାଇଁ। ଖାଇବା ଉଚିତ ନା ଖାଇବା ଉଚିତ ନୁହଁ? ନାଇଁ ଆକ୍ଚୁଆଲି ଫାର୍ଷ୍ଟ ରୋଗଟା ଯଦି ବହୁତ ଜାଗାରେ କହନ୍ତି କି ଶ୍ୱାସ ହେଇଛି ତୋର ଖାଇବା କଥା ନୁହେଁ। ଫାର୍ଷ୍ଟ ଜିନିଷଟା ଅଛି ଶ୍ୱାସଟା କ'ଣ ଆଗ ଜାଣିବା।
ଶ୍ୱାସଟା କିଛି ନାହିଁ, ବେସିକାଲି ଗୋଟେ ଶ୍ୱାସ ନଳୀର ଗୋଟେ ହାଇପର ସେନ୍ସିଟିଭନେସ୍। ହୁଁ। ମନେକର ଯୋଉ ଆପଣଙ୍କ ଘରେ କେହି ବି ମନେକର ଗୋଟେ ଧୂଳି ଧୂଆଁ ହେଲେ ଯେତେ ଜଣ ଆଫେକ୍ଟ ହେଉନଥିବେ ଆପଣ ମାନେ ଆଫେକ୍ଟ ହେଇଯାଉଥିବେ, ନିହାତି ଭାବରେ କାହିଁକି ନା ଆପଣଙ୍କର ସେ ଯୋଉ ଏୟାର ଘରକୁ ଝାଡିବା ପୂର୍ବରୁ ଆଉ ଓଳେଇବା ପୂର୍ବରୁ 10 ଥର ଭାବିବାକୁ ପଡେ। ହଁ ନାଇଁ ସେଇଟା ଯଦି ଶ୍ୱାସ ନଳୀ ବା ଯୋଉ ୱିଣ୍ଡ ପାଇପ୍ ଯୋଉଥିରେ ଆମର ଅକ୍ସିଜେନଟା ଯାଉଛି ବା କାର୍ବନ ଡାଇଅକ୍ସାଇଡ ବାହାରୁଛି, ସେ ୱିଣ୍ଡ ପାଇପଟା ଯଦି ଜଣ ଜଣଙ୍କର ହାଇପର ସେନ୍ସିଟିଭ ଥାଏ, ତ ଯେମିତି ଆପଣ କହିଲେ ଧୂଳି ଧୂଆଁ ଝାଡୁ କଲା ବେଳକୁ ଦ୍ୟାଟ୍ ଇଜ ଏ ସେନ୍ସିଟିଭ ରିଆକ୍ସନ, ଗୋଟେ ଆଲର୍ଜିକ ରିଆକ୍ସନ। ଯଦି ସେ ଆଲର୍ଜିକ ରିଆକ୍ସନଟା ଧୀରେ ଧୀରେ ରହି ରହି ରହିକି ଆମେ ତାକୁ ଟ୍ରିଟମେଣ୍ଟ କଲେନି, ଆଲର୍ଜି ଲେବୁଲରେ ଟ୍ରିଟ କଲେନି, ତ ଧୀରେ ଧୀରେ ରହି ରହିକି ସେ ଆସ୍ଥମାକୁ ଡେଭଲପ କରେ। ଆସ୍ଥମା ହବ, ଦେନ୍ ଏଗେନ୍ ଆସ୍ଥମା ଏଗେନ୍ ଆମେ ନ ନେଲେ ସିଓପିଡି କୁ ହେଇଯିବ। ତ ସିଓପିଡି ହେଲା କ୍ରନିକ ଅବଷ୍ଟ୍ରକ୍ଟିଭ, କ୍ରନିକ ହେଇଗଲା। ଆଚ୍ଛା। ତ ପ୍ରଥମ ହେଲା ଆଲର୍ଜିରୁ ଆମେ ପ୍ରିଭେଣ୍ଟ କରିବା। ଦେନ୍ ଆସିବା ଖାଦ୍ୟ ସହିତ ଆଲର୍ଜିର କ'ଣ ସମ୍ପର୍କ? ନା ଡେଫିନେଟଲି ସମ୍ପର୍କ ଅଛି। ଯେମିତି କହିଲ ଦହି ହେଲା, କାହା କାହାକୁ ଆମର ନନଭେଜ ଜିନିଷରେ ବି ଆଲର୍ଜି ଅଛି, ତ ଡେଫିନେଟଲି ଆମେ ସେଇଗୁଡାକୁ ପ୍ରିଭେଣ୍ଟ କରିବା। ଜଣେ ଜଣେ ଅଛନ୍ତି କଙ୍କଡା ଚିଙ୍ଗୁଡି ଖାଇଦେଲେ ସାଙ୍ଗେ ସାଙ୍ଗେ ସ୍କିନ୍ ଆଲର୍ଜି ହଁ ଧଇଁ ସେ, ହଁ ଡେଫିନେଟଲି ଆମେ ସେଇଟାକୁ କଣ୍ଟ୍ରୋଲ କରିବା। କିନ୍ତୁ ମନେ କରାଯାଉ ଗୋଟେ ପେସେଣ୍ଟ ଆମର ଦହି, ଆମେ ତାକୁ ପିଲାବେଳେ ପୁରା ମନା କରିଦେଉଛୁ ଦହି ଖାଏନି, କଦଳୀ ହୁଁ ଖାଏନି। ଫାଷ୍ଟ କଥା ହଉଛି ଦେଖିବା କଥା କି ସେ ଦହି ଖାଇଲେ ଆଟାକ୍ ହଉଛି କି, କଦଳୀ ଖାଇଲା ପରେ ଆଟାକ୍ ହଉଛି କି। ଜଣେ ହୁଁ ଜଣେ ଆସି ମତେ ପଚାରନ୍ତି କ୍ଷୀର ପିଇଲେ ମ୍ୟାଡାମ କ୍ଷୀର ପିଉନି, କ୍ଷୀର ମୁଁ ଛାଡି ଦେଇଛି, କିନ୍ତୁ କ୍ଷୀରରେ ପ୍ରୋଟିନ ଅଛି, ଆମେ କେମିତି ବନ୍ଦ କରିପାରିବା? ହଁ, ଯଦି ମୋର କ୍ଷୀର ପିଇଲେ ଲାକ୍ଟୋଜ ଇଣ୍ଟୋଲରାନ୍ସ ଅଛି କିନ୍ତୁ ମୋର ଆଲର୍ଜି ଅଛି, ତ ସେଇ କେସରେ ମୁଁ ଡେଫିନେଟଲି ବନ୍ଦ କରିବି। ହୁଁ କିନ୍ତୁ ପ୍ରଥମ କଥା ଯଦି ମୁଁ ଆଲର୍ଜିକୁ ଟ୍ରିଟ୍ କରିବି, ତ ସେଇ କେସରେ ଆଲର୍ଜିକୁ ଟ୍ରିଟ୍ କଲା ବେଳକୁ ଆମେ ଧୀରେ ଧୀରେ ସେ ଯୋଉ ଜିନିଷକୁ ଆଲର୍ଜି ଧୀରେ ଧୀରେ ସେନ୍ସିଟାଇଜ କରି ଦେବା, ଅଳ୍ପ ମାତ୍ରାରେ ଦେବା, ଦେଖିବା ତାର ହଉଛି ନା କମୁଛି। ୱିଥ୍ ମେଡିକେସନ୍ସ ଆମେ ତାକୁ ଆଲର୍ଜେନ୍ ଏକ୍ସପୋଜର କରିବା। ବେଳେ ବେଳେ କ'ଣ ହୁଏ ନା ଆଜ ଦ ଗ୍ରାଜୁଆଲି ଏଜ୍ ପ୍ରୋଗ୍ରେସିସ୍ ଏଇ ଯୋଉ ଜିନିଷ ଗୁଡ଼ିକ ସେଟଲ୍ ଡାଉନ୍ କରିଯାଏ। ବେଳେ ବେଳେ କ'ଣ ହୁଏ ନା ସେଇଟା ସେଟଲ୍ ଡାଉନ୍ କରେନି। ଯଦି ଆମେ ଯେମିତି କଥା ହେଲେ ଯଦି ଆମେ ଏୟାରୱେଜ୍ ଗୁଡା ଟୋନ୍ କରିକି ରଖିବା, ଏବେ ସ୍ମୁଥନିଂ କରିକି ରଖିବା, ତ ସେଇ କେସରେ ଆମର ଏଇ ସବୁ ଇଫେକ୍ଟ ଗୁଡା ଯୋଉ ଶ୍ୱାସନଳୀ ଯୋଉ ସ୍ପାଜମ ଗୁଡା ସେଗୁଡା କଣ୍ଟ୍ରୋଲ ହେଇପାରିବ। ତ ପ୍ରଥମ କଥା ହେଲା ପ୍ରପର ମେଡିକେସନ ପ୍ରପର ଟାଇମରେ ଆମେ ଖାଇବା, ୱିଥ୍ ମେଡିକେସନ ଟ୍ରାଏ କରିବା ଯୋଉଟା ଆମେ ଆଭଏଡ କରୁଥିଲେ ଟିକେ ଟିକେ ଇଣ୍ଟ୍ରୋଡ୍ୟୁସ କରିବା ନିଜ ଡାଏଟରେ। ଯଦି ସେଇଥିରେ କଣ୍ଟ୍ରୋଲ ହେଇଗଲା ଭଲ କଥା, ଯଦି ଦେଖିଲେ ୱିଥ୍ ମେଡିକେସନ ବି କଣ୍ଟ୍ରୋଲ ହଉନି ଦେନ୍ ତାକୁ ଆଭଏଡ କରିବେ। ତ ସବୁ, କିନ୍ତୁ ତା ଆଗରୁ କିଛି ନ ଜାଣିକି ସବୁ ରେଷ୍ଟ୍ରିକ୍ସନ କଲେ ଲାଇଫରେ ତ ସେ ଖାଇବ କ'ଣ? ତାର ଫେଭରେଟ ଆପଣ ଯୋଉଟା ମନା କରୁଥିବେ ସେଇଟା ତ ଫେଭରେଟ ଥିବ, ତ ସେ ଲାଇଫଟାକୁ ଏନ୍ଜୟ ବି କରିପାରିବନି ନା। ତେଣୁ ଲାଇଫ ଏନ୍ଜୟ ସହିତ ମେଡିକେସନ ସହିତ ପ୍ରପର ଦିନଚର୍ଯ୍ୟା ସହିତ ସବୁ କଲେ ଏଭ୍ରିଥିଙ୍ଗ ୱିଲ୍ ବାଲାନ୍ସଡ। ଦ୍ୟାଟ୍ ଇଜ ମୋର ଇଜ ଦ୍ୟାଟ୍ ବାଲାନ୍ସ। ହୁଁ ବାଲାନ୍ସ ମେଣ୍ଟେନ କରିବା ନିହାତି ଦରକାର। ତ ଫାର୍ଷ୍ଟ ଜାଣନ୍ତୁ କୋଉ ଜିନିଷକୁ ଆଲର୍ଜି ଅଛି, ଆଲର୍ଜିକୁ ଆଗ ଟ୍ରିଟ୍ କରନ୍ତୁ, ଆସ୍ମାକୁ ଟ୍ରିଟ୍ କରନ୍ତୁ, ଟ୍ରିଟମେଣ୍ଟ ସହିତ ଯୋଉ ଜିନିଷ ଗୁଡାକ ହଉଛି ଧୀରେ ଧୀରେ ଇଣ୍ଟ୍ରୋଡ୍ୟୁସ କରନ୍ତୁ, ତାପରେ ଧୀରେ ଧୀରେ ଆସିଯିବ। ଆକ୍ଚୁଆଲି ଯୋଉ ଆସ୍ଥମାର ଯୋଉ ପେନ୍ ମୁଁ ସବୁବେଳେ କହେ ଯେ ଯାହା ଉପରେ ହଉନଥିବ ସେ କେବେ ଜାଣିପାରିବନି। ବୁଝିପାରିବନି ଯେ ସେ କଷ୍ଟଟା କେତେ ଦୂର ଭୟାନକ ହେଇପାରେ ଆଉ ସେ ଡେଫିନେଟଲି କଷ୍ଟଟା କଣ। ବହୁତ କଷ୍ଟ ସେଇଟା। ଗୋଟେ ଆମେ ତ ଦେଖିଛୁ ଯୋଉ ଗୋଟେ ବଞ୍ଚିବା ପାଇଁ ଯୋଉ ନିଶ୍ୱାସ ପାଇଁ ଯୋଉ ଏୟାର ହଙ୍ଗର, ଯୋଉ ଏୟାରଟା ନବା ପାଇଁ ଯୋଉ ଷ୍ଟ୍ରଗଲ ଇଜ ଭେରି ଡିଫିକଲ୍ଟ। ଇଭେନ ଆପଣ ଯୋଉଟା କ୍ରନିକ ହେଇଗଲା ପରେ ଲୋକଙ୍କର ଯେତେବେଳେ ଗୋଟେ ଧଇଁସଇଁ ହୁଏ, କେତେଟା କ୍ରନିକ ଡିଜିଜ ଅଛି ସେଥିରେ ଲୋକଙ୍କର ଇଭେନ ୱେଟ୍ ଲସ୍ ପର୍ଯ୍ୟନ୍ତ ବି ହେଇଯାଏ। ତେଣୁ ଗୋଟେ ଆପଣ ଭାବନ୍ତୁ ଗୋଟେ ପାୱାରଫୁଲ ଏକ୍ସରସାଇଜ ଗୋଟେ ଜିମିଂ ସାଙ୍ଗେ ସେଟା ସମାନ ହେଇଯାଏ। ହୁଁ। ଏୟାର ଆମେ ନବା ପାଇଁ ଟ୍ରାଏ କରୁ, ଡେଫିନେଟଲି ଭେରି ପେନଫୁଲ। ମାନେ ଛୁଆ ବେଳୁ ମତେ ମୋ ପ୍ୟାରେଣ୍ଟସ୍ ମାନେ ମେଣ୍ଟାଲି ସପୋର୍ଟ କରୁଥିଲେ କ୍ଷେତ୍ରରେ, ବିକଜ ଆସ୍ଥମାରେ ମେଣ୍ଟାଲି ବି ତମେ ଡାଉନ ହେଇଯାଏ। ମୁଁ ବେଳେ ବେଳେ Exactly. ମେଣ୍ଟାଲି ଡିପ୍ରେସଡ ହେଇଯାଏ କି यार କେତେ ଡେଲି ଡେଲି ଏଇ ଇନହେଲର ନ୍ୟୁମିଲାଇଜର ଓଟା ଡେଲି ଡେଲି କେତେ ନାଇଁ ସେ ନାଇଁ ସେଟା ସଂଘର୍ଷଟା। ଏବେ ମୋ ହଜବେଣ୍ଡ ସେଥିରେ ମତେ ବହୁତ ସପୋର୍ଟ କରନ୍ତି, ବଟ ଦିସ୍ ଇଜ ଅ ମେଣ୍ଟାଲ ହେଲ୍ଥକୁ ବି ବହୁତ ଖରାପ ଏକ୍ଜାକ୍ଟଲି, କରିଦିଏ। କାହିଁକି ନା ଏଇଟା କ'ଣ ଇଟ୍ସ ଏ ଡିଜିଜ ପ୍ରୋସେସ, ଇଟ୍ସ ଏ ଭେରି ଡିପ୍ରେସିଂ। ଯୋଉଟା କ୍ରନିକ ହେଇଗଲା ପରେ ଡିପ୍ରେସନ ଅଟୋମେଟିକାଲି ଆପଣ ଯୋଉ ଇନଫ୍ଲାମେଟରି ମାର୍କର ଗୁଡା ବି ଆସେ ଦ୍ୟାଟ୍ ଅଲସୋ ହାଭ୍ ମେଣ୍ଟାଲ ଇଫେକ୍ଟ। ଏଗେନ୍ ଯୋଉ ଲୋକଟା ରୋଗରେ ପଡିଛି ବି ମାନେ ଆଫେକ୍ଟେଡ ହେଇଛି ସିଏ ବି ବାରମ୍ବାର ୟା ଭିତରେ ଡେଫିନେଟଲି ଡିପ୍ରେସନ ଭିତରକୁ ଯାଏ। କିନ୍ତୁ ଏତେ ଭିତରୁ ଯିବା ପ୍ରଥମ କଥା ହଉଛି ୟାର ସିଷ୍ଟମ ହଉଛି ପ୍ରଥମେ ଆଗ ଜାଣନ୍ତୁ ଆପଣ କୋଉ ଆସ୍ଥମା ଅର ଆଲର୍ଜି। ଫାଷ୍ଟ ଗୋଟେ ଯଦି ମୁଁ ଜିନିଷଟା ଜାଣିଦେଲି ଦେନ୍ ହୁଁ ଆଇ ନୋ ହାଉ ଟୁ ହ୍ୟାଣ୍ଡେଲ ଇଟ୍। ତ asthma କିଛି ନାହିଁ, ଜଷ୍ଟ ଓନ୍ଲି ଏଜୁକେସନ। ଇଫ ୟୁ ୱିଲ୍ ଏଜୁକେଟେଡ ରିଗାର୍ଡିଂ ଦ ଆସ୍ଥମା ଦେନ୍ ଆପଣ ୱିଲ୍ ହାଭ୍ ଦ କ୍ୟୁର ଦ ଡିଜିଜ। ତ ଆମେ ସେଥିପାଇଁ ଆମେ କ'ଣ କରୁଛୁ ଆମ ସେଟଅପରେ କ୍ଲିନିକରେ ଆମେ ଆସ୍ମା ଏଜୁକେସନକୁ ବହୁତ ଆମର ଏଜୁକେଟର ଅଛନ୍ତି, ଆମେ ଏଜୁକେସନକୁ ବେଶୀ ଇମ୍ପ୍ରୋଭାଇଜ କରୁଛୁ। ହ୍ୱାଟ ଇଜ ଦ ଆସ୍ମା ଏଜୁକେସନ? ନା ଫାର୍ଷ୍ଟ
ଗୋଟେ ଫିଜିକାଲ କାଉନସିଲିଂ ହୁଏ କୋଉ ଜିନିଷ ନେଲେ କି ଲଗେଇଲେ ତାର ଆଟାକଟା ହଉଛି। ହଉଛି ଫର୍ଷ୍ଟ ଆମେ ଜାଣିଲେ, ଦେନ୍ ଆମେ ଜାଣିଲେ କି କୋଉ ସ୍ଟେଜ ଅଫ ଆସ୍ଥମାରେ ରହିଛି। ଦେନ୍ ଆକର୍ଡିଂ ଟୁ ସ୍ଟେଜ, ଗୋଟେ ସ୍ଟେଜ ଅଛି ଲାଇଫ ମାନେ ମିନ୍ସ ଥ୍ରୁ ଆଉଟ୍ ଦ ଇୟର ଆପଣଙ୍କୁ ଇନହେଲର ନେବା ପାଇଁ ପଡେ। କେତେଟା ମାଇଲ୍ଡ ମଡରେଟ୍ କେସରେ ଆପଣଙ୍କର ମାସେ 2 ମାସ 3 ମାସ ନେଇଗଲେ, ତାପରେ ନିଜକୁ ମନିଟର କରି ରଖିଲେ, 3 ମାସ ଖଣ୍ଡେ ଇନହେଲର ନେଇଗଲେ, ତାପରେ ମନିଟରିଂ କରିକି ରଖିଲେ ବି କଣ୍ଟ୍ରୋଲ ହେଇଯାଏ। କେତେଟା କେସରେ ଆପଣ 6 ମାସ ନେବା ପାଇଁ ପଡେ। ଫର୍ଷ୍ଟ नो योर डिजीज, ଆକର୍ଡିଂଲି ଆପଣ ଯଦି ରେଗୁଲାର ସେଇ ହିସାବରେ ଆପଣ ମେଡିକେସନ୍ସ ବି ନେଲେ, डाएट भी नेले, देन आपणकर एक्सरसाइज भी कले, तो डेफिनेटली आम देखीचु जो अटैकटा वर्षरे मनकर लोकर 3 थर होची 4 थर होची, सेटा कमिकी थरे कि 2 थर को आसी जाउची। यह तीटा जो कहंती कि आस्मा हेले क्यूरेबल नुहे ना, सेटा नुहे। आस्मा इज ट्रीटेबल आपणकर, किंतु टू नो योर डिजीज एंड हाउ टू मॉनिटर योर डिजीज इज मोस्ट इंपोर्टेंट। जदि मो मॉनिटर प्रॉपर्ली कली मोर अटैकटा कम बाहरिबो, देन दिस कंट्रोल हे गला आस्मा ना। ଛୁଆ ବେଳେ ଆମେ ଗୋଟେ ଶୁଣିଛୁ ତାର ଶ୍ୱାସ ଅଛି ତ ତାର ଆସ୍ତେ ଆସ୍ତେ ସିଏ ମରିଯିବ, ना এটা बहुत मिथ। ସିଏ ଚୋକ୍ ହେଇଯିବ। there is a lot of myth, actually এটা myth ନା এটা yes fact? exactly it is a myth। आस्मा बिल्कुल भी आपणकर ये नुहे। हाँ को आस्माटा आपणकर लाइफ थ्रेटनिंग, जोठी एकदम आपण देखिए सीवियर एलर्जी थिबो, जण चिंगुड़ी खाई कि पूरा लारिंजियल स्पाजम रे ହଁ आसबी, ହଁ से केस रे लाइफ थ्रेटनिंग हे जिवो। जदि अनकंट्रोल आस्मा हे गला, मनकर मेडिसिन नोची, नेबुलाइजर नोची, इनहेलर नोची, इरेगुलर बेसिस रे नोची, फॉलो अप नहीं किछि नहीं, धीरे धीरे से श्वास नली गुडा स्टीप हे गला, देन मेडिसिन को यूजुअल मेडिसिन को रेस्पोंड कलेनी, दैट इज कॉल्ड अनकंट्रोल आस्मा। अगेन आस्मा रही रही का कि मनकर सीओपीडी को गला कि रेस्पिरेटरी फेलियर को गला, देन ओनली डेथ हबो। नले अदरवाइज जे आस्मा आइछ माने मरि जीवो, से सब जिंस बहुत मिथ। आजिकली साइंस एते डेवलप कलानी, मेडिसिन एते डेवलप कलानी, इवन जोठी लंग्स टोटल डिस्ट्रॉय हे जाउची, से केस रे भी हमें आर्टिफिशियल आपण वेंटिलेशन आपणकर ऑक्सीजन देकी भी हमें घरे मेंटेन करिक रखि पारु। सेति पे पल्मोनरी रिहैबिलिटेशन सर बहुत रोल आसलानी आजिकली। कोविड परे परे आमे शुणिबाकु पाइलु जे कोविड रो गोटे डायरेक्ट इंपैक्ट अछि हम लंग्स उपरे, लंग्स रो इन्फेक्शन उपरे, एटा केते दूर सत मैडम? डेफिनेटली खाली कोविड नुहे माने मीन्स एनी टाइप ऑफ इन्फेक्शंस, एनी वायरल इन्फेक्शन, एबी बैक्टीरियल इन्फेक्शन, वंस पूरे लंग्स को गला पर दैट मीन्स सम काइंड ऑफ चेंजेस इन द लंग स्ट्रक्चर। वंस लंग स्ट्रक्चर चेंज आसिले माने सेटा डेफिनेटली बारंबार री इन्फेक्शन हे जाए। तेणु कोविड पर ए इन्फेक्शन रेट टा बढ़ी छि, काहेकि ना लोकंगर इम्यूनिटी लेवल भी सेही अनुसार हैम्पर अप हेछि। तो सेथि पे कोविड पर हमपर इन्फेक्शन सुडा बढ़ी छि, केना लंग्स पूरा फाइब्रोसिस आसी छि, चेंजेस बहुत उडे आसी। प्रकृति रे हमर जो एयर पोल्यूशन मझरे सुनिबा मिलुछि, एबे भी कहउचंती जे भारतर राजधानी दिल्ली रे एयर पोल्यूशन एते बढ़ी जाई छि जे सेटा धीरे धीरे केते गुडाई सिगरेट रो स्मोकिंग सहित समान ही जाउछि। एयर पोल्यूशन रो जो संपर्कटा हम लंग्स सहित, लंग्स इन्फेक्शन सहित केते दूर जड़ित रही बहुत मात्रा रे जड़ित। प्रथम कथा आगुरु जो हमर कहूथिले माने कर जेमति लंग सर्जरी हैला बेलकु आगुरु थिला कि से माने पिंक लंग्स देखुथिले, आजिकल तो पिंक लंग्स पाऊ भी नाहंती, तापर एते ब्लैक स्टर। इवन आमे ब्रोंकोस्कोपी कलाले जो स्मोक ब्रोंकोस्कोपी होचे, जो आमे तार लंग्स भीतर आमे एंडोस्कोपिकली देखु, सेथिरे भी आमे देखुछु जो माने माइंस रे काम कोचे प्रोलॉन्ग स्मोक को तांकर भी ब्लैक कलर स्पॉटेड आसु। डेफिनेटली लंग्स ऊपर तार स्ट्रक्चरल प्रॉब्लम तो करूची, प्लस आपणकर कोन करूची ना जो लंग्स रो इन्फेक्टिविटी रेट कि लंग्स रो काम करिवार कैपेसिटी को भी कमौची, ता छोड़ा इन्फेक्शन रेट भी बढ़ौची। ए सब जिंस एयर पोल्यूशन डेफिनेटली बहुत रोल रोचे। लंग्स इन्फेक्शन आजिकली बहुत कॉमन हे गलानी, बहुत लोकन को होची, किंतु आमे गोटे समय शुणिबा को पाउतुली जे जो माने बहुत स्मोक करंती सेमानका लंग्स खराब हे जाए, डिस्ट्रॉय हे जाए, सेमानका जीवन चली जिबार बहुत संभावना थाए। प्रकृति रे स्मोकर्स और नॉन स्मोकर्स मानका परसेंटेज केते लंग्स इन्फेक्शन रे? लंग्स इन्फेक्शन स्मोकर्स मानका पाखरे बेसी अधिका, किंतु आजिकली एटा भी देखुछु नॉन स्मोकर मानका पाखरे भी आजिकली देखा हेलानी। काहे कि ऑल्दो वी आर नॉन स्मोकर्स, बट हमर पैसिव स्मोकिंग रे जदी रहूची कि एडी स्मोकिंग कला ता सामना रे हमें रहिले, ता माने एटा सत्य जे जणे की स्मोकिंग करथो तमे ता आसपास रहिले भी। हां डेफिनेटली खतरा अछि पैसिव स्मोकिंग। अगेन सेकंड कथा हैला जेमति आजिकली आपण कहले पॉल्यूशन भी आल्सो इक्विवेलेंट टू हम स्मोकिंग। तो डेफिनेटली स्मोकिंग और नॉन स्मोकर बे रेशियो पे ऑलमोस्ट पाखा पाखी हेलानी। इनफैक्ट नॉन स्मोकर मानकर भी अधिक आसी होची बेले बेले।
ଛୁଆ ବେଳୁ ମୁଁ ଗୋଟେ ମାନେ ଟ୍ରେଣ୍ଡ ଓଡ଼ିଶୀ ଡାନ୍ସର ତାପରେ ସେମି କ୍ଲାସିକାଲ ଛୁଆବେଳେ ଯେତେବେଳେ ଡାନ୍ସ କରୁଥିଲି ମୁଁ ଯେତେବେଳେ ମୋର ଶ୍ୱାସ ବଢୁଥିଲା ତ ସେମାନେ କହୁଥିଲେ କି ତା ଟିକେ ରିହର୍ସାଲ୍ସ ବନ୍ଦ କରିଦିଅ ଏବେ କିଛି ଦିନ ହୁଁ ହୁଁ ଏମିତି ବି ହେଇଛି ମୁଁ ବହୁତ ପରଫର୍ମାନ୍ସେସରେ ବା ସୁଟ୍ସରେ ମୁଁ ପରଫର୍ମ କରୁଥିବି ମଝିରେ ଯୋଉ ଆମର ଆର୍ଟିଷ୍ଟ ମାନଙ୍କ ପାଇଁ ଟିକେ ବ୍ୟାକଗ୍ରାଉଣ୍ଡ ଡାନ୍ସର୍ସ ପରଫର୍ମ କରୁଥିବେ ସେଇ ଯୋଉ ଫ୍ରାକ୍ସନ ଅଫ ସେକେଣ୍ଡସ୍ ବେଳେ ମୁଁ ତା ଭିତରେ ଆସିକି ବ୍ୟାକ୍ ଷ୍ଟେଜରେ ବାପା ମୋର ଇନହେଲର ଧରିକି ଠିଆ ହେଇଥିବେ ମୁଁ ପମ୍ପିଂ କରିଦେଇକି ପୁଣି ଥରେ ଷ୍ଟେଜ ଉପରେ ଯାଇ ପରଫର୍ମ କରେ ତ ପ୍ରକୃତରେ ଏଇ ଯୋଉ ପରଫର୍ମ କରିବା ଡାନ୍ସ କରିବା ଏକ୍ସରସାଇଜେସ୍ କରିବା କେତେ ଦୂର ଭ୍ୟାଲିଡ ଆମମାନଙ୍କ ଭଳି ପେସେଣ୍ଟ ମାନଙ୍କ ପାଇଁ ଆକ୍ଚୁଆଲି ଏକ୍ସରସାଇଜ ର ବହୁତ ପଜିଟିଭ ଇମ୍ପାକ୍ଟ ଅଛି ଆମର ଆସ୍ଥମା ଉପରେ। ହଁ, କେତେଟା କେସରେ ଏକ୍ସରସାଇଜ ଇଣ୍ଡ୍ୟୁସ ଆସ୍ଥମା ବି ହୁଏ। ଆଚ୍ଛା ଜଣ ଜଣଙ୍କର ଏକ୍ସରସାଇଜ ଇଣ୍ଡ୍ୟୁସ୍ଡ ଆସ୍ଥମା ଯେତେବେଳେ ହୁଏ ତ ସେଇ କେସରେ ଆମେ ତାଙ୍କୁ କହୁ ପଫ୍ଟା ନେଇକି ଆପଣ ଟିକେ କିଛି ସମୟ ରେଷ୍ଟ କରିକି ତାପରେ ୟୁ କ୍ୟାନ୍ ଡୁ। ବଟ୍ ଏକ୍ସରସାଇଜ ଡେଫିନେଟଲି ପର୍ଟିକୁଲାରଲି ବ୍ରିଦିଂ ଏକ୍ସରସାଇଜ ଗୁଡ଼ା ସେଗୁଡ଼ା ଆମର ଲଙ୍ଗସ୍ ମସଲକୁ ଷ୍ଟ୍ରେଙ୍ଗଦେନ୍ କରେ। ତ ସୋ ଦ୍ୟାଟ୍ ପେସେଣ୍ଟର ଯୋଉ ଡିସ୍ନେ ବା ଡିଫିକଲ୍ଟ ଇନ୍ ବ୍ରିଦିଂଟା ସେଟା ରେଟଟା କମିଯାଏ। ତ ଏକ୍ସରସାଇଜ ଡେଫିନେଟଲି ଦରକାର ବଟ୍ ପ୍ରୋଭାଇଡେଡ୍ ଦ୍ୟାଟ୍ ଆପଣ ଫାର୍ଷ୍ଟ ମୁଁ କହିଲି ନା ଆଗ ସବୁ ଜିନିଷ ଜାଣିବା ଦରକାର ଆସ୍ଥମା କେତେ ପ୍ରକାର। ଆପଣଙ୍କର ଭାବନ୍ତୁ ମୋର ପ୍ରଥମେ ଆଗ ରୁଲ୍ ଆଉଟ୍ କରନ୍ତୁ ଆପଣ ଏକ୍ସରସାଇଜ ଇଣ୍ଡ୍ୟୁସ୍ଡ ଆସ୍ଥମା କି ନା ନାହିଁ। ଆଚ୍ଛା, ଗୋଟେ କମନ ମିଥ୍ ଆଉ ଗୋଟେ ଥାଏ କି ସବୁ ଧଇଁସଇଁ ଆସିଲେ ମାନେ ମୋ ଶ୍ୱାସ ଅଛି ନା। ସବୁ ଶ୍ୱାସଟା ଆସ୍ଥମା ନୁହେଁ କିମ୍ବା ସବୁ ଆସ୍ଥମାର ଯେ କମନ ଟ୍ରିଟମେଣ୍ଟ ସେଟା ନୁହେଁ। ଆସ୍ଥମାର ଭେରାଇଟି ଅଛି। କାହାର କାହାର ଆପଣ ଦେଖିବେ ଡ୍ରଗ ଇଣ୍ଡ୍ୟୁସ୍ଡ ଆସ୍ଥମା ବି ହୁଏ, କେତେକ ଏକ୍ସରସାଇଜ ଇଣ୍ଡ୍ୟୁସ୍ଡ ଆସ୍ଥମା ହୁଏ, କେତେ ଜଣଙ୍କର ଆଲର୍ଜିକ୍ ଇଣ୍ଡ୍ୟୁସ୍ଡ ଆସ୍ଥମା ହୁଏ। ଫର୍ଷ୍ଟ ଗୋଟେ ଡକ୍ଟରଙ୍କ ପାଖକୁ ଯାଇକି ଫର୍ଷ୍ଟ ଆନାଲାଇଜ କରନ୍ତୁ ହ୍ୱାଟ କାଇଣ୍ଡ ଅଫ ଆସ୍ଥମା ୟୁ ହାଭ୍, ଦେନ୍ ଆକର୍ଡିଂଲି ଆପଣଙ୍କ ଟ୍ରିଗରିଂ ଫ୍ୟାକ୍ଟର ଗୁଡାକ ଆପଣ ଆଭଏଡ୍ କରିବେ। ମନେକର ଆପଣ ଏକ୍ସରସାଇଜ ଇଣ୍ଡ୍ୟୁସ୍ଡ ଆସ୍ଥମା ଅଛି, ଏକ୍ସରସାଇଜ ଯୋଗୁଁ ଆପଣଙ୍କ ହେଲା, ଦେନ୍ ୟେସ୍ ୟୁ ହାଭ୍ ଟୁ ଷ୍ଟପ୍ ଫର୍ ଦି ଟ୍ରାନଜିଏଣ୍ଟ ଷ୍ଟପ୍ କଲେ ଆପଣଙ୍କର ଆକର୍ଡିଂଲି ଫର୍ଦର ପ୍ରିକସନ୍ସ ନେଇକି କେମିତି କରିବା କଥା ସେଟା କରିବେ, ଦେନ୍ ୟୁ କ୍ୟାନ୍ କମ୍ ବ୍ୟାକ୍ ଟୁ ନର୍ମାଲ ଲାଇଫ। ହେଲା, ତେଣୁ ପ୍ରଥମ କଥା ଆସେସମେଣ୍ଟ ଇଜ ମୋର ଇମ୍ପୋର୍ଟାଣ୍ଟ ଦାନ୍ ଦ ଟ୍ରିଟମେଣ୍ଟ। ଆସେସମେଣ୍ଟ କଲେ, ଟ୍ରିଟମେଣ୍ଟ ନେଲେ, ମନିଟର କଲେ, ଏଇ ତିନିଟି ଜିନିଷ ଯଦି ଆପଣ କରୁଛନ୍ତି ଡେଫିନେଟଲି ଆପଣଙ୍କର ଆସ୍ଥମାଟା କଣ୍ଟ୍ରୋଲ ହେଇକି ଆପଣଙ୍କ ହାତରେ ରହିବ। ବେଳେ ବେଳେ ମୁଁ ଲୋକଙ୍କୁ ଦେଖିଛି ଯେତେବେଳେ ସିଢି ଚଢିକି ଯାଆନ୍ତି ଆଜ୍ଞା, ସିଢି ଚଢି ଗଲା ପରେ ବହୁତ ଜୋର ଧଇଁସଇଁ ହୁଅନ୍ତି ଆଣ୍ଡ ଆଟାକ୍ ଆସିବା ଆରମ୍ଭ ହେଇଯାଏ ଏଇଟାର କଣ ଜଷ୍ଟିଫିକେସନ ରହିଛି? ଏଇଟା ବି ଆପଣଙ୍କ ଦୁଇ ପ୍ରକାର ଆସିପାରିବ। କାର୍ଡିଆକରେ ବି ହେଇପାରିବ, ହାର୍ଟ ରିଲେଟେଡ୍ ପ୍ରୋବ୍ଲେମ ବି ହେଇପାରେ, ଆପଣଙ୍କର ଯଦି ଆସ୍ଥମା ଟାଇପର ବି ହେଇପାରେ। କିନ୍ତୁ ଦେଖିବା ପାଇଁ ପଡିବ ସେ ବୟସ କେତେ। ଯଦି ମନେକର 60-70 ବୟସ୍କର ଲୋକ ତ ହାର୍ଟ ପ୍ରୋବ୍ଲେମ ବି ହେଇପାରେ, ସିଓପିଡିଟେ ବି ହେଇପାରେ। ଆସ୍ଥମା ସେଇ କେସରେ କହିବାଟା ବହୁତ ଡିଫିକଲ୍ଟ। କାହିଁକି ନା ଆସ୍ଥମାଟା ପର୍ଟିକୁଲାରଲି ୟଙ୍ଗ ମାସରେ ଦେଖାଯାଏ। ଯଦି ୟଙ୍ଗ ମାସରେ ଯଦି ଆମେ ଟ୍ରିଟମେଣ୍ଟ ଠିକ ସେ ନ କଲେ କ୍ରୋନିକକୁ ପଳେଇଗଲା, ସିଓପିଡି ଯୋଉ ବୟସ୍କ ଲୋକମାନେ ଗଲା, ଦେନ୍ ଆପଣଙ୍କୁ ଏଇ ଟାଇପର ସିମ୍ପଟମ୍ ପ୍ରାୟତଃ ଲାଗି ରହେ ଆଉ ସେଇଟା କଣ୍ଟ୍ରୋଲ କରିବା ଟିକେ ଡିଫିକଲ୍ଟ ହେଇଯାଏ। ସେଇ କେସରେ ଆପଣ ଲମ୍ବା ଦିନ ଧରି ଟ୍ରିଟମେଣ୍ଟ ଦରକାର ପଡିପାରେ। କିନ୍ତୁ ଆସ୍ଥମା ଯଦି ଅଛି ସେ ଆସ୍ଥମା ଅଛି ଟ୍ରାନଜିଏଣ୍ଟ ହବ, ଆଟାକ୍ ହେଲା, ମେଡିକେସନ ନେଲେ ତାପରେ ପୁଣି ନର୍ମାଲ ଆପଣ ବ୍ୟାକ୍ ଟୁ ନର୍ମାଲ ଲାଇଫ ହେଇପାରିବେ। ଯେମିତି ମୁଁ ମୂଳରୁ ବି କହିଛି ଯେ ଡକ୍ଟର ମାନେ ହଉଛନ୍ତି ଭଗବାନଙ୍କ ସ୍ୱରୂପ। ଏମିତି ଗୋଟେ ଇନସିଡେଣ୍ଟ ବା ଗୋଟେ ଏମିତି ଗୋଟେ ଷ୍ଟୋରି ଆମେ ଆପଣଙ୍କଠୁ ଶୁଣିବାକୁ ଚାହିଁବୁ ଯୋଉଠି ଆପଣ ଜଣଙ୍କ ଜୀବନ ଗଲା ସମୟରୁ ମଧ୍ୟ ତାଙ୍କୁ ଟାଣି ଆଣିଛନ୍ତି ଏଇ ରୋଗରେ, ସେମିତି ଗୋଟେ ମୁହୂର୍ତ୍ତ ଆମେ ଶୁଣିପାରିବୁ? ଏବେ ରିସେଣ୍ଟଲି ଗୋଟେ ପେସେଣ୍ଟ ତାର ସର୍ଜରୀ ହେଇଥିଲା, ତାର କୋଉ ସର୍ଜରୀ? ସର୍ଭାଇକାଲ ସ୍ପାଇନରେ ଗୋଟେ ସର୍ଜରୀ ହେଇଥିଲା। ପେସେଣ୍ଟ ୱାଜ ବେଡ୍ ଇଏ ଥିଲା, ଆଡମିଟ୍ ହେଇକି ଆମର ଆଇସିୟୁରେ ଥାଏ। ହଠାତ୍ ମତେ କଲ୍ ଆସିଲା ମ୍ୟାଡାମ ଟିକେ ଆସି ଦେଖିବେ ପେସେଣ୍ଟ। ପେସେଣ୍ଟ ଦେଖିଲା ବେଳକୁ ତାର ଗୋଟେ ସାଇଡ୍ ଲଙ୍ଗସ୍ ପୁରା କୋଲାପ୍ସ ହେଇଯାଇଥିଲା। ଦେନ୍ ତାକୁ ଆମେ ପ୍ଲାନ୍ କରୁଥିଲୁ କି ବ୍ରୋଙ୍କୋସ୍କୋପି କରି ତାକୁ ସେ କୋଲାପ୍ସ ଅଛି ତାର ଯାହା ବି ଡିପୋଜିଟ୍ ଥିବ ବାହାର କରିବୁ। ବଟ୍ ଯେହେତୁ ସର୍ଭାଇକାଲ ରିଜନରେ ହେଇଥିଲା ତାକୁ ଫିକ୍ସ କରିକି ଆମେ ପ୍ରୋସିଜର କରି ଆମ ପାଇଁ ବହୁତ ହେଡେକ୍ ଟେନସନ୍ ଥିଲା। ତ ଆମେ କହିଲୁ ଠିକ୍ ଅଛି, ଏପର୍ଯ୍ୟନ୍ତ ପେସେଣ୍ଟ ଭାଇଟାଲ ଷ୍ଟେବୁଲ ହେବା ପର୍ଯ୍ୟନ୍ତ ଆମେ ଗୋଟେ କାମ କରିପାରିବା, ଆମେ ଚେଷ୍ଟ ରିହାବ କରିକା ନେବୁଲାଇଜେସନ ଦେଇକି ତାକୁ ଆମେ ଦେଖିବା ଯେପର୍ଯ୍ୟନ୍ତ ଆଟଲିଷ୍ଟ ଷ୍ଟେବୁଲ ହେଲା ପର୍ଯ୍ୟନ୍ତ ତାପରେ ତ ଆମେ ଗୋଟେ ପ୍ରୋସିଜର କରିବା। କଲା ପରେ ୱିଦିନ୍ 2 days ଦ ପେସେଣ୍ଟ ଗେଟ୍ ପୁରା ରିଲିଫ୍ଡ। ଦ୍ୟାଟ୍ ୱାଜ୍ ଏ ଭେରି ମିରାକଲ ଫର ମି। ମୁଁ ଆଇ ୱାଜ୍ ଏକ୍ସପେକ୍ଟିଂ ସଟରଡେ ଦିନ କଲ୍ ହେଇଥିଲା, ଦେଖିଥିଲି ରବିବାର ଦିନ ତାକୁ କହିକି ଆସିଲି, ରବିବାର ଦିନ ଛୁଟି ଥାଏ ତ କହିକି ଆସିଲି କିନ୍ତୁ ଯେତେ ଥର କରିବ ମତେ ଜଷ୍ଟ ଇନଫର୍ମେସନ ଦବ। ଦେନ୍ ମଣ୍ଡେକୁ ଯାଇକି ରିପିଟ୍ ଏକ୍ସରେ କଲି, ପୁରା ନର୍ମାଲ ହେଇଗଲା। ମାନେ ମତେ ଗୋଟେ ବଡ ରିଲିଫ ମିଳିଲା, ବହୁତ ଖୁସି ବି ଲାଗିଲା ସେଦିନ। ଯାହା ହଉ ପେସେଣ୍ଟକୁ ଆମେ ଫର୍ଦର ହାୟର ପ୍ରୋସିଜର କରିବା ଆଗରୁ ପେସେଣ୍ଟ ମୋ ସାଇଡରୁ ତ ଆଟଲିଷ୍ଟ ଓକେ ହେଇଗଲା। ତ ମତେ ସେଇଟା ଗୋଟେ ବଡ ରିଲିଫ ଲାଗିଥିଲା, ଖୁସି ବି ଲାଗିଥିଲା। ସେ ପେସେଣ୍ଟ ଆରାମସେ ଡିସଚାର୍ଜ ହେଇକି ଘରକୁ ବି ଯାଇଥିଲା।
ସେଇଟା ଗୋଟେ ଖୁସିର ମୁହୂର୍ତ୍ତ ଥିଲା। କଣ୍ଟିନ୍ୟୁଅସ୍ କାଶ ହବା ସେତେବେଳେ କହୁଥିଲେ ଟିବି ହେଇଯାଉଛି ଲୋକଙ୍କ ଜୀବନ ବି ଚାଲି ଆଜ୍ଞା। ଯାଇଛି ଏବେ ବି ଆମେ ଶୁଣିବାକୁ ପାଉଛୁ ସେମିତି ଘଟଣା ତ କଣ୍ଟିନ୍ୟୁଅସ୍ କାଶ ହବା ଛାତିରେ କଫ ଜମିବା ହୁଁ ପାଣି ଜମିବା ହୁଁ ଏସବୁର କିଛି କନେକ୍ସନ ଅଛି କି ଆସ୍ଥମା ସହିତ? ଆସ୍ମା ଲୋକଙ୍କର ୟୁଜୁଆଲି ଲଙ୍ଗସଟା ଆପଣଙ୍କର ୱିକ୍ ଥାଏ। ହୁଁ। ମୁଁ ସେଇଥିପାଇଁ ଆପଣ ବେସିକାଲି ଫୋକସ୍ କରୁଛି ଏକ୍ସରସାଇଜ ଉପରେ। ଏକ୍ସରସାଇଜରେ ଲଙ୍ଗ ଟୋନ୍ଡ ଅପ୍ ହେଇକି ରହିଲେ ଆପଣଙ୍କର ପ୍ରାୟତଃ ଏଇସବୁ ପ୍ରୋବ୍ଲେମ୍ ହବନି। ଏଇସବୁ ପ୍ରୋବ୍ଲେମ୍ ଯୋଉଟା ଆପଣ କହିଲେ କାଶ ହବା କଫ ଜମିବା ଟିବି ହବା ଛାତିରେ ପାଣି ଜମିବା ଏଗୁଡ଼ା ସବୁ ଯେତେବେଳେ ଲଙ୍ଗସର ଫଙ୍କସନିଂରେ ଟିକେ ଡିକ୍ରିମେଣ୍ଟ ଆସେ ଆପଣଙ୍କର ଯେତେବେଳେ ଇମ୍ୟୁନିଟି ଲେଭେଲ୍ ଟିକେ କମିଯାଏ ତ ସେତେବେଳକୁ ଡେଫିନେଟଲି ଇନଫେକ୍ସନଟା ଟିକେ ଆପଣଙ୍କର ବଢ଼ିବ। ତ ଯେହେତୁ ଆସ୍ମା ରୋଗଙ୍କର ଅଲରେଡି ଲଙ୍ଗସଟା ୱିକ୍ ଥାଏ ତ ସେମାନେ ମୋର୍ ପ୍ରୋନ୍ ଫର୍ ଇନଫେକ୍ସନ୍ସ। ତେଣୁ ସେଟାକୁ ସେଇ କେସରେ ଦେଖିବେ ଗୋଟେ ନନ୍ ଆସ୍ମାଟିକ୍ ପେସେଣ୍ଟର ରେଟ୍ ଅଫ୍ ଡେଭଲପମେଣ୍ଟ ଅଫ୍ ଡିଜିଜ୍ ଆସ୍ମାଟିକ୍ ପେସେଣ୍ଟ ମାନଙ୍କର ରେଟ୍ ଅଫ୍ ଡେଭଲପମେଣ୍ଟ ଅଫ୍ ଡିଜିଜ୍ ଅଧିକ। ଅଧିକ ଅଲୱେଲ ଯୋଉ ଦର୍ଶକ ମାନେ ବର୍ତ୍ତମାନ ଦେଖୁଛନ୍ତି ଆଜ୍ଞା। ଆଉ ତାଙ୍କ ଭିତରୁ ଅଲମୋଷ୍ଟ ବହୁତ ଜଣଙ୍କର ବା ଚିହ୍ନା ପରିଚୟରେ ହୁଁ। କାହା ପରିବାରରେ ଏଇ ରୋଗୀ ନିହାତି ଥିବେ ନିହାତି। ଯାହାର ଶ୍ୱାସ ରୋଗ ଥିବ କଣ୍ଟିନ୍ୟୁଅସ୍ କାଶ ହଉଥିବ କିଛି ଡୁଜ୍ ଆଉ ଡୋଣ୍ଟସ୍ ଆମେ ନିହାତି ଆପଣଙ୍କ ପାଖରୁ ହୁଁ। ଜାଣିବାକୁ ଚାହିଁବୁ ଯାହାକି ସେମାନେ ତାଙ୍କ ରେଗୁଲାର ଲାଇଫରେ ଲଗେଇ ପାରିବେ କାମରେ ଆଉ ଯାହାକି ତାଙ୍କୁ ଏସବୁରୁ ରିଲିଫ ଦେବା ପାଇଁ ସାହାଯ୍ୟ କରିବ। ଡେଫିନେଟଲି ଡୋଜ୍ ଭିତରେ ମୁଁ କହିବି ପ୍ରଥମ କଥା ହେଲା ଯେମିତି ଗୋଟେ ଆମେ ରୁଟିନ୍ ସ୍କ୍ରିନ୍ କରୁଛେ ଡାଇବେଟିସ୍ ହାଇପରଟେନସନ ବ୍ଲଡ୍ ପ୍ରେସର ଗୋଟେ ରୁଟିନ୍ ସ୍କ୍ରିନ୍ କରୁଛନ୍ତି ଲଙ୍ଗସର ବି ରୁଟିନ୍ ସ୍କ୍ରିନ୍ କରିବା କଥା ଲଙ୍ଗସ ଏକ୍ସାମିନେସନ ରୁଟିନଲି କରିବା କଥା କାହିଁକି ନା ଲଙ୍ଗସଟା ଗୋଟେ ଏମିତି ଅର୍ଗାନ ଯୋଉଟା କି ଏଭ୍ରି ସିଷ୍ଟମିକ୍ ଅର୍ଗାନ ଇନଭଲଭମେଣ୍ଟ ହେଲେ ଆପଣ ଲଙ୍ଗସ ଉପରେ ଆଟାକ୍ ହୁଏ ଆପଣ ଦେଖିବେ ହାର୍ଟ ହେଲେ ବି ଲଙ୍ଗସରେ ଆଟାକ୍ ମାନେ ଇନଭଲଭମେଣ୍ଟ ହବ ଆପଣଙ୍କର ଏଲିମେଣ୍ଟାରୀ ବା ଜିଆଇ ମାନେ ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟିନାଲ ପ୍ରୋବ୍ଲେମରେ ହେଲେ ବି ଆପଣ ଲଙ୍ଗସ ଆସିବେ ଇଭେନ୍ ଆପଣଙ୍କର ୟୁଟ୍ରେନ୍ ଜିନିଷ ବି ହେଲେ ୟୁଟ୍ରେନ୍ ଫିମେଲ ଜେନେଟାଲ ହେଲା କି ମେଲ୍ ହେଲା ସେଥିରେ ବି ଆମର ଲଙ୍ଗସ ଭିତରେ ବି ଆପଣଙ୍କ ଆଫେକ୍ଟ ହୁଏ ତେଣୁ ଏଭ୍ରି ଅର୍ଗାନରେ କିଛି ବି ଚେଞ୍ଜେସ୍ ହେଲେ ଫର୍ଷ୍ଟ ଆଟାକ୍ ମାନେ ଇଞ୍ଜୁରିଟା ଆମର ଲଙ୍ଗସ ଉପରେ ହିଁ ହୁଏ ତେଣୁ ଆମେ କିନ୍ତୁ ଲଙ୍ଗସ ଉପରେ କାହାର ଏତେ ଧ୍ୟାନ ନଥାଏ ଟିକେ ବି କହିଲା ମୋର ହାର୍ଟ ପ୍ରୋବ୍ଲେମ ହେଲା ଡାଇବେଟିସ୍ ପାଇଁ ଆମେ ସତର୍କ କିନ୍ତୁ ଫୁସଫୁସ୍ ପାଇଁ ଆମେ ସତର୍କ ଏବେ କୋଭିଡ ପରେ ଟିକେ ଟିକେ ଲୋକଙ୍କର ଆୱେରନେସ୍ ଆସିଛି ତେଣୁ ପ୍ରଥମ କଥା ହେଲା ସ୍କ୍ରିନିଂ କରିବା କଥା ଦ୍ୱିତୀୟ କଥା ହେଲା କି ଆଚ୍ଛା କାହାର କରିବେ ଆପଣ ଆସ୍ଥମାଟିକ୍ ହୁଅନ୍ତୁ ନ ହୁଅନ୍ତୁ ଆସ୍ଥମାଟିକ୍ ହେଲେ ଆପଣ ରେଗୁଲାର କରିବେ 3 month ବେସିସରେ ଆଉ ନନ୍ ଆସ୍ଥମାଟିକ୍ ହେଲେ 6 ମାସରେ କରିବେ କାହିଁକି ନା ଆମେ ଯୋଉ ପଲ୍ୟୁସନ ଭିତରେ ଆମେ ରହୁଛେ ଯୋଉ ଡାଏଟ୍ ଆମେ ମାନେ ନଉଛେ ଦ୍ୟାଟ୍ ଇଜ ନଟ୍ adequate in the sense that is not a nutrition rich that is not full of antioxidant then question is what is antioxidant na antioxidant hoji jinso jouta ki amaro jo injury guda amaro lungs re hue जोटा आपनकर गोटे इन्फेक्शन पाई हो कि पॉल्यूटेंट पाई हो से जेते लंग्स भीतर को आसे जो इंजुरी करे ताकू प्रिवेंट करिया पे एंटीऑक्सीडेंट सब थाए तो सेटा हमें प्रचुर जोटा ग्रीन लीफी वेजिटेबल हैला फ्रूट्स हैला ए सब रे रिच अमाउंट रे अछि ताकू जदी हमें इनटेक करूचे डेफिनेटली हमर लंग्स को गोटे प्रोटेक्टिंग हमें लेयर गोटे देकी गले तेणु प्रथम कथा है तेणु आपणकर आजिकल जेहेतु डाएट रे एपट सेपट होची तो लंग्स इन्फेक्शन बेसी होची तो सेति पे आपण माने स्क्रीनिंग करिवे प्रॉपर डाएट गोटे कले गोटे प्रॉपर एक्सरसाइज ब्रीदिंग एक्सरसाइज सेटा करिवे एला डोंट्स कोन ना फर्स्ट है स्मोकिंग स्टॉप और क्विट स्मोकिंग इट मे बी एक्टिव स्मोकिंग इट कैन बी पैसिव स्मोकिंग सेकेंड है इंडोर एयर पॉल्यूशन आमे माने सब कथा है एयर पॉल्यूशन दैट इज एक्सटर्नल जोटा कि आपणकर गाड़ी रु आसिला आपणकर इंडस्ट्री रु आसिला बट आमे केबे भाबिने कि आमे जदी गोटे घरटा बंद करके रोसई करछे से धुआंटा कुआडे जीवो कि धूपटे दउछे सेटा कुआडे गला तो आउ आम घरर स्त्री लोक माने सब ता संग कांटेक्ट रे आछे तो भाबंतु तांको फुसफुस देले तो मु से रूम रे बोधे गोटे सेकंड भी बसी रही पारे पारिबेनी से तो आ गोटे जिनस होची मेन होची आपनका डिओड्रेंट जो डिओड्रेंट हमें पकोचे मस्किटो रेपेलेंट से गुडा सब जदी आपण यूज करूचंदी ओपन माने वेल वेंटिलेटेड घरे करंतु सो दैट एयरटा क्रॉस वेंटिलेट होथुवा सेकेंड है एलर्जेन अवॉइडेंस मेन होची कि आजिकली एत्ते गुडे जिनस रे एलर्जी आसुची आमे तो प्राय करूछु 56-57 प्रकार एलर्जी प्रथम कथा जदी आपण एलर्जी देन एलर्जेन टा को आपण जानंतु को जिनस को आपण एलर्जी होची से गुडे को अवॉइड करंतु डेफिनेटली आपनकर एई सब जिनस गुडा करबे जेतर मन कर आपण एस्थमाटिक जेतले जाउछुंदी बाहर को N95 टे यूज कले किबा गहली जगह को अवॉइड कले ए टाइप रो सिंपल प्रिकॉशंस मेजर करंतु
ତାପରେ ହେଲା ପାଣି ସଫିସିଏଣ୍ଟ ପିଇବେ, ହାଇଡ୍ରେସନ ମେଣ୍ଟେନ କରିବେ। ମନେକର ମୁଁ ଆସ୍ମାଟିକ କିମ୍ବା ମୋ ଛାତିରେ ବାରମ୍ବାର କଫ ଜମୁଛି, ମୁଁ ଯଦି ପାଣି ପିଇବି ତ ସେଇଟା କଫ ଗୁଡା ଲିକ୍ୱିଫାଇ ହେଇକି ବାହାରିବ। ତ ଦିସ୍ ଆର୍ ଦ ଡୁଜ୍ ଆଣ୍ଡ ଡୋଣ୍ଟସ୍, ତାକୁ ଫଲୋ କରିବା କଥା। ଆମେ ବହୁତ ଲୋକ ଥିବେ ଯୋଉମାନେ ଇନହେଲର୍ସ ନଉଥିବେ ବା ସେମାନେ ନ୍ୟୁମଲାଇଜର୍ସ ନଉଥିବେ। କେତେ ବିକଜ କିଛି କିଛି ଡକ୍ଟର୍ସ ମାନେ କୁହନ୍ତି ଯେ ଲାଇଫ ଲଙ୍ଗ ତମକୁ ନ୍ୟୁମଲାଇଜର୍ସ ନବା ଦରକାର। କିଛି ଲୋକ କୁହନ୍ତି ପାଗଳ ହେଇଛ ନା କଣ ସବୁବେଳେ ନବ, ସେ ତମ ଲଙ୍ଗସ ଫଙ୍ଗ ସବୁ ଖରାପ କରିଦବ। ତେଣୁ ତାର ଗୋଟେ ଅଛି ଟାଇମ ପ୍ରୋସିଜର ଅଛି, କେତିକି ଦିନ ନବା ଦରକାର ଆଉ କେତିକି ନବା ଦରକାର ନୁହଁ। ପ୍ରକୃତରେ ଏଇଟା ତାର କିଛି ପ୍ରପର ୟୁଟିଲାଇଜେସନ ଟାଇମ ପ୍ରୋସେସ ଅଛି। କେବେ ଆମେ ଜାଣିପାରିବା ଯେ वी आर ओवर यूजिंग द थिंग्स। ଓକେ, ଫାର୍ଷ୍ଟ କଥା, ଇନହେଲର ନେବୁଲାଇଜର ଯୋଉ କହନ୍ତି ଗାଁ ମାନଙ୍କରେ ଗାଁ ଗହଳି କହନ୍ତି ଏଟା ନେବାଟା ଖରାପ, ଦ୍ୟାଟ୍ ଇଜ ଅ କମ୍ପ୍ଲିଟଲି ମିଥ୍। ପ୍ରଥମ କଥା, ଆମେ କାହିଁକି ନେବୁଲାଇଜର ଇନହେଲର ଦିଅନ୍ତି? ଆପଣମାନେ ଦେଖିଥିବେ ଇନହେଲର ବା ନେବୁଲାଇଜରରେ ଯୋଉ ମେଡିସିନଟା ଯାଏ ସେ ପ୍ରାୟତଃ ଏୟାର ଫର୍ମରେ ଯାଏ, କିନ୍ତୁ ଆମେ ଯେତେବେଳେ ଟ୍ୟାବଲେଟ ଖାଉଛେ ସେଟା ଗୋଟେ ଟ୍ୟାବଲେଟ, ଆପଣ ଯଦି ଷ୍ଟ୍ରେଂଥ ବି ଦେଖିବେ ସେଟା କୋଉଠି ମିଲିଗ୍ରାମରେ ଥିବ, କୋଉଠି ସେଟା କମ୍ପ୍ଲିଟଲି ଯାଉଛି। ସେଟା କିନ୍ତୁ ଇନହେଲର ଦେଲେ କଣ ସେଟା ମାଇକ୍ରୋଗ୍ରାମରେ ଗଲା ଆଉ କମ୍ପ୍ଲିଟଲି ଗଲା, ଦ୍ୟାଟ୍ ଟୁ ଯୋଉଠି ଦରକାର। ଆପଣଙ୍କ ଲଙ୍ଗସ ବି ଦରକାର, ମୁଁ ଲଙ୍ଗସ ରେ ହିଁ ପଡିବି, ଆଇ ଏମ୍ ନଟ୍ କମିଂ ଟୁ ଦ ବ୍ଲଡ। କିନ୍ତୁ ଟ୍ୟାବଲେଟ ଖାଇଲା ବେଳକୁ ବ୍ଲଡ ରେ ଯାଉଛି, ରାଇଟ୍? ତ କଣ ହେଲା, ଆଉ ଯାପରେ ଯେତିକିଟା ଯାଉଛି ତାର ପୁଣି 10% ଓନ୍ଲି ୟୁଜ ହଉଛି। ତ ଭାବନ୍ତୁ କୋଉଠି ମିଲିଗ୍ରାମରେ ଆମେ ଟ୍ୟାବଲେଟ ସିରପ ୟୁଜ କରୁଛନ୍ତି, ଏଟା ମାଇକ୍ରୋରେ କରୁଛନ୍ତି, ତାର 10th ହେଲା ବେଳକୁ ଆମକୁ କେତେ କମ ହିସାବରେ ଯାଉଛି। ସେକେଣ୍ଡ କଥା ହେଲା ଆମେ ସବୁଦିନ ନବା କି କେତେବେଳେ ନବା, ସେଇଠି ଆସୁଛି କ୍ୱେଶ୍ଚନ ସ୍କ୍ରିନିଂ ର। ମୁଁ ଆପଣ ଯୋଉ କହିଲି ପ୍ରଥମେ ରୋଗ ଜାଣନ୍ତୁ, କୋଉ ଷ୍ଟେଜରେ ଅଛି ଜାଣନ୍ତୁ, ଆକର୍ଡିଂଲି ଆମେ ଡିସାଇଡ କରିବା। ମନେକର ମୋର ବହୁତ ସିଭିୟର କାଇଣ୍ଡ ଅଫ୍ ଅଛି, ଦେନ୍ ଇଟ୍ ମେ ନିଡ୍ ଇୟର। ଯଦି ମୋର ମାଇଲ୍ଡ ଅଛି ଇଟ୍ ମେ ନିଡ୍ 1 month 2 month। କି ମୋର ମନେକର ଟ୍ରାଞ୍ଜିଏଣ୍ଟ ହେଲା ମୁଁ ଛାଡ଼ିଗଲି, ସେଟା ଆମେ ଏମର୍ଜେନ୍ସି ରିଲିଭର ମେଡିକେସନ୍ସରେ ବି ହେଇଯିବ। ତ ଦ୍ୟାଟ୍ ଡିପେଣ୍ଡସ୍ ଅପନ୍ ହାଉ ଦ ଷ୍ଟେଜ୍ ଆପଣଙ୍କର କେତେ ଅଛି, ଆଉ ଷ୍ଟେଜଟା ଜାଣିବା ନିହାତି ଦରକାର। ଆଉ ସେଇଟାରେ ଆସିଯାଉଛି ଦରକାର ଆସିଯାଉଛି ଡାକ୍ତରଙ୍କୁ। ତ ମେନ୍ ହଉଛି ସେଇ ଜିନିଷ କି ଏଇଟା ଖରାପ ନୁହେଁ କି ବର୍ଷ ବର୍ଷ ନବାନି, ଆପଣଙ୍କ ବଡିରେ ଯୋଉଟା କାମ କରିବ ଆଉ କାହା ବଡିରେ ଅଲଗା କରିପାରେ। ତେଣୁ ଆପଣଙ୍କ ବଡିରେ କେତେ ହଉଛି ସେଇଟା ଆପଣ ଜାଣିବା ଦରକାର। ସେଇଟା ହଉଛି ସେଇଟା ଜାଣିଲେ, ମୁଁ କହିଲି ଆଜମାଟା ଗୋଟେ ଏଜୁକେସନ, ଜାଣିଲେ ନିଜେ ଟ୍ରିଟ୍ କରିପାରିବେ। ବହୁତ ବହୁତ ଧନ୍ୟବାଦ ଆମକୁ ଏଇ ସବୁ ବିଷୟରେ ଏତେ ଡିଟେଲ୍ଡ ଆଇଡିଆ ଦେଇଥିବାରୁ। ବିକଜ ସମସ୍ତଙ୍କ ମନରେ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ଏବଂ ପ୍ରଶ୍ନ ଭୟ ଅଛି ବି ସବୁବେଳେ ଥାଏ, ଆଉ ଭୟ ତ ସମସ୍ତଙ୍କ ଇନହେଲର ଭୟ ଅଛି, ମାନେ ଇନହେଲରକୁ ଭାରି ଭୟ। ସେ କହେ ମୋ ହାର୍ଟଟା ପ୍ରୋବ୍ଲେମ ହେଇଯିବ, ହାର୍ଟ ପ୍ରୋବ୍ଲେମ ଏତେ ନେବିନି, ଇନହେଲର ନଉ ବି ନାହାନ୍ତି, କିନ୍ତୁ ଦ୍ୟାଟ୍ ଇଜ ଏ ମିଥ୍। ଯଦି ଆମେ ଇନହେଲର ନବା ତ ଆମର ଶ୍ୱାସ ନଳୀ ଗୁଡ଼ା ପୁରା ସ୍ମୁଥ ହେଇକି ରହିବ, ଫର୍ଦର ଆଟାକ୍ ହବନି, ଦ୍ୟାଟ୍ ଇଜ ଏ ପ୍ରିଭେଣ୍ଟିଭ ମେଡିକେସନ। ଆଉ ଗୋଟେ ଶେଷ ପ୍ରଶ୍ନ ଆଜିର ଜେନେରାଲ ୟୁଥ ମାନଙ୍କ ପାଇଁ ପଚାରିବି, ଯୋଉମାନେ ଫ୍ଲେଭର ହୁକ୍କା ନଉଛନ୍ତି, ସେଥିରେ କୌଣସି କହୁଛନ୍ତି ଯେ ଏଥିରେ କୌଣସି ମାଦକ ଦ୍ରବ୍ୟ ନାହିଁ, ଏଥିରେ କୌଣସି ଏମିତି ଜିନିଷ ନାହିଁ ଯୋଉଟା କି ସିଗ୍ରେଟ୍ସ ଥାଏ, ତ ଏଇଟା ଗୋଟେ ଫ୍ଲେଭରଫୁଲ ହୁକ୍କା, वी कीप इट फॉर एंटरटेनमेंट पर्पज ओनली। ପ୍ରକୃତରେ ତା ପାଇଁ ଆମ ଜୀବନ ପ୍ରତି କୌଣସି ଭୟ ନାହିଁ ଅଛି। ଆଫ୍ଟର ଅଲ୍ ଇଟ୍ ଇଜ ଏ ସ୍ମୋକ୍, ଆଫ୍ଟର ଅଲ୍ ଇଟ୍ ଇଜ ଏ ସ୍ମୋକ୍, ହେଲା ନା? ଯୋଉଟା ଆପଣ ସେଇ ସ୍ମୋକଟା ଗାଡିରୁ ବାହାରିଲେ ଆପଣ ଖରାପ ଲାଗୁଛି ବୋଲି ଆପଣ କହିଲେ ଏଟା ମୋର ଏୟାର ପଲ୍ୟୁସନ, ଲଙ୍ଗସ ନେଇଗଲା, ଲଙ୍ଗସ ଖରାପ ହେଇଗଲା। ବଟ୍ ଆଫ୍ଟର ଅଲ୍ ଇଟ୍ ଇଜ ସ୍ମୋକ୍, ଇଟ୍ ଅଲସୋ ମୋର ଡ୍ୟାମେଜ ମାଇ ଲଙ୍ଗସ। ମୁଁ ଯୋଉ କହିଲି ଆପଣଙ୍କୁ, ଦିଜ୍ ଆର୍ ଅଲ୍ ଅକ୍ସିଡେଣ୍ଟସ୍ ଗୁଡ଼ା, ଯୋଉଟା ଡ୍ୟାମେଜିଂ ଏନର୍ଜି, ମାନେ ଡ୍ୟାମେଜିଂ ସେଲ୍ ଗୁଡ଼ା, ଯୋଉଟା କି ସିଧା ପହଞ୍ଚିଲା ଲଙ୍ଗସ ଏୟାରରେ ପହଞ୍ଚିଲେ ତାକୁ ଡ୍ୟାମେଜ କଲା। ଇଟ୍ସ ଡେଞ୍ଜରସ୍। ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ଏତେ ସମୟ ଦେଲେ। ଆପଣଙ୍କ ବ୍ୟସ୍ତବହୁଳ ଜୀବନ ଡକ୍ଟର୍ସ ମାନଙ୍କର, ତା ଭିତରେ ବି ଆପଣ ସମୟ ଦେଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ବି ସବୁବେଳେ ଏମିତି ସୁସ୍ଥ ଥାଆନ୍ତୁ ଏବଂ ଆପଣଙ୍କ ରୋଗୀ ମାନଙ୍କ ପାଖରେ, ଆପଣଙ୍କ ପେସେଣ୍ଟ ମାନଙ୍କ ପାଖରେ, ଆମ ମାନଙ୍କ ପାଖରେ ଏମିତି ହସ ହସ ମୁହଁରେ ଆପଣଙ୍କ କ୍ୟାରିୟରକୁ ସର୍ଭ କରୁଥାନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ଆଜିର ଅଧ୍ୟାୟକୁ ଆମେ ଏଇଠି ସାରିବା। ପ୍ରେରଣାସ୍ ପଡକାଷ୍ଟର ପୁଣି ଗୋଟେ ନୂଆ ଏପିସୋଡ ନେଇ ଆପଣଙ୍କ ପାଖକୁ ନିଶ୍ଚୟ ଫେରିବୁ। ସେଥି ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।